ଜଣେ ଦୋକାନୀ ଗୋଟିଏ ବିଛଣା ଚଦରକୁ 640 ଟଙ୍କାରେ ବିକ୍ରୟ କରି 28% ଲାଭ କଲା। ଚଦରଟିର କ୍ରୟ ମୂଲ୍ୟ ନିର୍ଣ୍ଣୟ କର। ଠିକ୍ ଅଛି, ଗୋଟେ ଚଦର ମନେକର ଧରାଯାଉ ଏଇଟା ଗୋଟେ ଚଦର, ଏଇଟା ବିଛଣା ଚଦର। ଠିକ୍ ଅଛି, ଏଇଟା ଗୋଟେ ବିଛଣା ଚଦର। ଏଟାକୁ ସେ କେତେ ଟଙ୍କାରେ ବିକ୍ରୟ କରିଛି? 640 ଟଙ୍କାରେ। ତାହେଲେ କେତେ ପରସେଣ୍ଟ ଲାଭ ହେଇଛି? 28% ତାର ଲାଭ ହେଇଛି। ଠିକ୍ ଅଛି, ତାହେଲେ କ୍ରୟ ମୂଲ୍ୟ କେତେ ବলୁଛି? କ୍ରୟ ମୂଲ୍ୟ ସେ ପଚାରୁଛି। ଠିକ୍ ଅଛି, ତ ବର୍ତ୍ତମାନ ମନେକର ଆମେ କ୍ରୟ ମୂଲ୍ୟ ଜାଣିଲେ, ମନେକର କ୍ରୟ ମୂଲ୍ୟକୁ ଆମେ କେତେ ନେବା? 100 ଟଙ୍କା ନେବା। ଠିକ୍ ଅଛି, କେତେ ଟଙ୍କା ନେବା? 100 ଟଙ୍କା। ତ ଏଠି ଦେଖ ଲାଭ କେତେ କରିଛି ସେ? 28%, ବା ଏଟାକୁ 28 ଟଙ୍କା ବୋଲି ଭାବିନିଅ। ଠିକ୍ ଅଛି, ତାହେଲେ ବିକ୍ରୟ କେତେ କରିଛି ସେ? ବିକ୍ରୟ 100 ଟଙ୍କାରେ କିଣିକି 28 ଟଙ୍କା ଯଦି ଲାଭ କରିଛି, ତାହେଲେ ବିକ୍ରି କେତେ କରିଛି? ଏଠି ବିକ୍ରି କରିଛି 128 ଟଙ୍କାର ନାହିଁ, ଏତିକି ଟଙ୍କାର ନାହିଁ। ତ ଏଇଟାକୁ ଆମେ ଲେଖିବା କିଣା ଦାମ 100 ବେଳେ ବିକ୍ରି ଦାମ କେତେ? ବିକ୍ରି ଦାମ 128। ଠିକ୍ ଅଛି, ଆମକୁ ଏଇଟା ବିକ୍ରି ଦାମ ଦେଇଛି। କ'ଣ ଦେଇଛି? ଏଇଟା ବିକ୍ରି ଦାମ ଦେଇଛି। ତାହେଲେ ଆମକୁ କ୍ରୟ ମୂଲ୍ୟ ପଚାରୁଛି, କ୍ରୟ ମୂଲ୍ୟ। ତାହେଲେ ଏଟାକୁ ଲେଖିଲେ ଆମେ କିଣା ଦାମ 100 ଟଙ୍କା ବେଳେ ବିକ୍ରି ଦାମ କେତେ? 128 ଟଙ୍କା, ବା 128 ଟଙ୍କା ବିକ୍ରି ବେଳେ କିଣା ଦାମ କେତେ? 100 ଟଙ୍କା। ବୁଝିହେଲା? ତ 1 ଟଙ୍କା ବିକ୍ରି ବେଳେ କେତେ ହେବ? 1 ଟଙ୍କା ବିକ୍ରି ବେଳେ କେତେ ହେବ? 100 ବାଇ 128। ସେ କେତେ ଟଙ୍କାରେ ବିକ୍ରି କରୁଛି? 640 ଟଙ୍କା। ତାହେଲେ 640 ଟଙ୍କାରେ ବିକ୍ରି ବେଳେ କେତେ ହେବ? 100 ବାଇ 128 ଗୁଣନ 640। ବୁଝିହେଲା? ତ ବର୍ତ୍ତମାନ ଏଟାକୁ ଆମେ କାଟିବା। କେତେରେ କାଟିବା? ତାକୁ 16ରେ କାଟିପାରିବ, 8ରେ କାଟିପାରିବ। ମୁଁ 16ରେ କାଟିଦେଉଛି। ଠିକ୍ ଅଛି, ତ ନାଇଁ ଏଟାକୁ 8ରେ କାଟିଦେ, ସହଜ ହେଇଯିବ ତୁମକୁ। 8 1 8 4 ରହିଲା, ଏଇଟା 48 ହେଲା। ତାହେଲେ 8 48, 8 64, 8 0 1 0। ବୁଝିହେଲା? ତ ବର୍ତ୍ତମାନ ଏବେ ଆଉ ଦେଖ, ଏଇଟା 16ରେ କାଟିଦିଅ। 16 1 16, 16 5 80। ତ କେତେ ରହିଲା ଏଠି? ତମର ଏଠି ରହିଲା 100 ଗୁଣନ 5, ସେମାନେ କେତେ ରହିଲା ଏଠି? 500 ଟଙ୍କା। ତାହେଲେ କ୍ରୟ ମୂଲ୍ୟ କେତେ ହେଲା ତମର? 500 ଟଙ୍କା। ବୁଝିହେଲା? ତାହେଲେ ଏ ବିଛଣା ଚଦରଟିର କିଣା ଦାମ କେତେ? ତାର କିଣା ଦାମ ହେଉଛି 500 ଟଙ୍କା। ବୁଝିହେଲା? ଡାଉଟ୍ କ୍ଲିୟର?